मई 2026 सोमवार कन्या राशि भिर्गोर व्यक्तिविशेषଙ୍କ ପାଇଁ ଦିନଟି କିପରି ରହିବ ଆସନ୍ତୁ ଜାଣିବା। ଭିର୍ଗो ହରୋସ୍କୋପ ଟୁଡେ କନ୍ୟା ରାଶିଫଳ। 1. କର୍ମକ୍ଷେତ୍ର ଓ ବ୍ୟବସାୟ କ୍ୟାରିୟର ବିଜନେସ୍। ବ୍ୟବସାୟରେ ଆଜି ଭଲ ଲାଭ ମିଳିବାର ଯୋଗ ରହିଛି। ଯଦି କୌଣସି ନୂଆ ଯୋଜନା ଉପରେ କାମ କରୁଛନ୍ତି ତେବେ ସେଥିରେ ସଫଳତା ମିଳିବ। ଚାକିରିଆମାନଙ୍କ ପାଇଁ କର୍ମକ୍ଷେତ୍ରରେ ସହକର୍ମୀ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ସମୟ ପୂର୍ବରୁ ଆପଣ ନିଜର ଦାୟିତ୍ୱ ସମ୍ପନ୍ନ କରିପାରିବେ। 2. ଆର୍ଥିକ ସ୍ଥିତି ଫାଇନାନ୍ସ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଅନୁକୂଳ ରହିବ। ଅଟକି ରହିଥିବା ଧନ ଫେରସ୍ତ ମିଳିପାରେ। ନୂତନ ବିନିଯୋଗ ଇନଭେଷ୍ଟମେଣ୍ଟ ପାଇଁ ଦିନଟି ଭଲ, କିନ୍ତୁ କୌଣସି ବଡ଼ ଆର୍ଥିକ ନେଣଦେଣ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଜରୁରୀ। 3. ପାରିବାରିକ ଓ ପ୍ରେମ ସମ୍ପର୍କ ଫ୍ୟାମିଲି ଲଭ୍ ଲାଇଫ୍। ପରିବାରରେ ହସ ଖୁସିର ମାହୋଲ ରହିବ। ପିତାମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ଏବଂ ଜୀବନସାଥୀଙ୍କ ସହ ସମ୍ପର୍କର ମଧୁର ହେବ। ପ୍ରେମୀଜନମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପରସ୍ପର ସହ ସମୟ ବିତାଇବାକୁ ସୁଯୋଗ ମିଳିବ। 4. ସ୍ୱାସ୍ଥ୍ୟ ହେଲ୍ଥ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ, କିନ୍ତୁ ଅତ୍ୟଧିକ ପରିଶ୍ରମ ଯୋଗୁଁ ସାମାନ୍ୟ କ୍ଳାନ୍ତି କିମ୍ବା ମାନସିକ ଚାପ ଅନୁଭବ କରିପାରନ୍ତି। ସୁଷମ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଯୋଗ ପ୍ରାଣାୟାମ ଉପରେ ଧ୍ୟାନ ଦିଅନ୍ତୁ। ଆଜିର ପ୍ରତିକାର ରେମେଡି। ଆଜି ସୋମବାର ହୋଇଥିବାରୁ ଭଗବାନ ଶିବଙ୍କ ମନ୍ଦିର ଯାଇ ଜଳାଭିଷେକ କରନ୍ତୁ କିମ୍ବା ଓ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଦିନଟି ଆହୁରି ଶୁଭମୟ ହେବ। ଶୁଭ ରଙ୍ଗ ସବୁଜ ଧଳା। ଶୁଭ ଅଙ୍କ 5 ଭ। ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନସାରା ଆହୁରି କିଛି ବିଶେଷ ଗ୍ରହ ଚଳନ ଏବଂ ପ୍ରଭାବ ରହିବ ଯାହା ଆପଣଙ୍କୁ ଜାଣିବା ଜରୁରୀ। ରାହୁ ଓ ଚନ୍ଦ୍ରଙ୍କ ସ୍ଥିତି ଆଧାରରେ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ କଥା। 1. ମାନସିକ ସ୍ଥିତି ଓ ଚିନ୍ତାଧାରା ମାଇଣ୍ଡସେଟ୍ ଥଟ୍ସ। ଆଜି ଆପଣଙ୍କ ମନରେ ନୂଆ ନୂଆ ଆଇଡିଆ କ୍ରିଏଟିଭ୍ ଆଇଡିଆଜ ଆସିବ। ଯଦି ଆପଣ କୌଣସି ଲେଖାଲେଖି ସୋସିଆଲ ମିଡିଆ କିମ୍ବା କଣ୍ଟେଣ୍ଟ କ୍ରିଏସନ୍ କାମ ସହ ଜଡ଼ିତ ଅଛନ୍ତି ତେବେ ଆଜି ଆପଣଙ୍କୁ ଭଲ ସଫଳତା ମିଳିବ। ଦିନର କିଛି ସମୟରେ ଅଯଥା ଦ୍ୱନ୍ଦ୍ୱ କିମ୍ବା ଓଭରଥିଙ୍କିଂ ହୋଇପାରେ, କିନ୍ତୁ ନିଜ ଉପରେ ଭରସା ରଖିଲେ ସବୁ ଠିକ୍ ହୋଇଯିବ। 2. ଶିକ୍ଷା ଓ ପ୍ରତିଯୋଗିତା ଏଜୁକେସନ୍ ଷ୍ଟୁଡେଣ୍ଟସ୍। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବହୁତ ଭଲ। ପାଠପଢ଼ାରେ ଏକାଗ୍ରତା ବଢ଼ିବ। ଯଦି କୌଣସି ପ୍ରାକ୍ଟିକାଲ ପରୀକ୍ଷା ପ୍ରୋଜେକ୍ଟ କିମ୍ବା ରିସର୍ଚ୍ଚ ଡିସର୍ଟେସନ୍ କାମ ବାକି ଅଛି ତେବେ ଆଜି ସେଥିରେ ଆଗକୁ ବଢ଼ିବା ପାଇଁ ଭଲ ସମୟ। ଆପଣଙ୍କୁ ଶିକ୍ଷକ ବା ଗୁରୁଜନଙ୍କ ସହଯୋଗ ମିଳିବ। 3. ସାମାଜିକ ପ୍ରତିଷ୍ଠା ସୋସିଆଲ ଲାଇଫ୍ ନେଟୱାର୍କ। ଆଜି ସମାଜରେ ଆପଣଙ୍କର ଆଦର ବଢ଼ିବ। ଆପଣଙ୍କ କଥାବାର୍ତ୍ତାର ଶୈଳୀ ଦ୍ୱାରା ଲୋକେ ପ୍ରଭାବିତ ହେବେ। ପୁରୁଣା ସାଙ୍ଗମାନଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିପାରେ କିମ୍ବା କୌଣସି ଆଲୁମିନି ଗେଟ୍ର ପ୍ଲାନିଂ ବିଷୟରେ ଚର୍ଚ୍ଚା ହୋଇପାରେ। 4. ସାବଧାନତା ପ୍ରିକସନ୍ସ। ଗୁପ୍ତ ଶତ୍ରୁ କର୍ମକ୍ଷେତ୍ରରେ କିମ୍ବା ବାହାରେ କିଛି ଲୋକ ଆପଣଙ୍କ ସଫଳତା ଦେଖି ଈର୍ଷା କରିପାରନ୍ତି, ତେଣୁ ନିଜର ଆଗାମୀ ବଡ଼ ଯୋଜନା ବିଷୟରେ ସମସ୍ତଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। ଯାତ୍ରା। ଯଦି ଆଜି କୌଣସି ଜରୁରୀ ଯାତ୍ରା କରୁଛନ୍ତି ତେବେ ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ ଏବଂ ନିଜ ସାମାନର ଯତ୍ନ ନିଅନ୍ତୁ। ବିଶେଷ ସୂଚନା ସନ୍ଧ୍ୟା ସମୟରେ ଘରର íଶାନ୍ୟ କୋଣରେ ଉତ୍ତର ପୂର୍ବ ଘିଅ ଦୀପଟିଏ ଜାଳନ୍ତୁ। ଏହାଦ୍ୱାରା ଘରର ନେଗେଟିଭ୍ ଏନର୍ଜି ଦୂର ହେବ ଏବଂ ମନ ଶାନ୍ତ ରହିବ। କିଛି ଏମିତି ଗୁଣ ଥାଏ ଯାହା ସେମାନଙ୍କୁ ଧନୀ ହେବାରେ ବହୁତ ସାହାଯ୍ୟ କରିଥାଏ। ଜ୍ୟୋତିଷଶାସ୍ତ୍ର ଏବଂ ବ୍ୟାବହାରିକ ଜୀବନ ପ୍ରାକ୍ଟିକାଲ ଲାଇଫ୍ ଅନୁସାରେ ଆପଣ କେମିତି ଆର୍ଥିକ ସମୃଦ୍ଧି ହାସଲ କରିପାରିବେ ଓ ଧନୀ ହୋଇପାରିବେ ତାହାର କିଛି ସହଜ ଉପାୟ ଏଠାରେ ଦିଆଗଲା। 1. ଆପଣଙ୍କ ରାଶିର ଶକ୍ତିକୁ ବ୍ୟବହାର କରନ୍ତୁ। ଲେଭରେଜ୍ ୟୁଆର ଷ୍ଟ୍ରେଙ୍ଗଥ୍ସ। ବୁଦ୍ଧିର ସଦୁପଯୋଗ। କନ୍ୟା ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ବୁଧ ମେର୍କ୍ୟୁରୀ, ଯିଏକି ବୁଦ୍ଧି ବ୍ୟବସାୟ ଏବଂ କଥାବାର୍ତ୍ତାର କାରକ। ଆପଣ ନିଜ ବୁଦ୍ଧି ବଳରେ ବଡ଼ ବଡ଼ ସମସ୍ୟାର ସମାଧାନ କରିପାରିବେ। କଣ୍ଟେଣ୍ଟ ଓ ସୋସିଆଲ ମିଡିଆ। ବୁଧ ଗ୍ରହଙ୍କ ପ୍ରଭାବ ଯୋଗୁଁ ଆପଣଙ୍କର କମ୍ୟୁନିକେସନ୍ ସ୍କିଲ୍ ବହୁତ ଭଲ ଥାଏ। ଆଜିକାଲିର ଡିଜିଟାଲ ଯୁଗରେ ଆପଣ ନିଜର କ୍ରିଏଟିଭ୍ ଆଇଡିଆ ଭିଡ଼ିଓ ମେକିଂ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ଯେଉଁଥିରେ ଆପଣଙ୍କର ଭଲ ଦକ୍ଷତା ଅଛି ଅନଲାଇନ୍ର ଏକ ବଡ଼ ଉତ୍ସ ତିଆରି କରିପାରିବେ। 2. ଧନୀ ହେବାର ବ୍ୟାବହାରିକ ଉପାୟ ପ୍ରାକ୍ଟିକାଲ ଷ୍ଟେପ୍ସ ଟୁ ୱେଲ୍ଥ। ମଲ୍ଟିପୁଲ୍ ଇନକମ୍ ସୋର୍ସ। ମଲ୍ଟିପୁଲ୍ ସୋର୍ସେସ୍ ଅଫ୍ ଇନକମ୍। କେବଳ ଗୋଟିଏ ଆୟ ଉପରେ ନିର୍ଭର ନ କରି ପାର୍ଟ ଟାଇମ୍ କାମ ଫ୍ରିଲାନ୍ସିଂ କିମ୍ବା କୌଣସି ଡିଜିଟାଲ ଆସେଟ୍ ପ୍ରସ୍ତୁତ କରି ଏକାଧିକ ବାଟରୁ ପଇସା ରୋଜଗାର କରିବାକୁ ଚେଷ୍ଟା କରନ୍ତୁ। ଠିକ୍ ଜାଗାରେ ଇନଭେଷ୍ଟମେଣ୍ଟ ସ୍ମାର୍ଟ ଇନଭେଷ୍ଟିଂ। କନ୍ୟା ରାଶିର ଲୋକମାନେ ହିସାବ କିତାବରେ ବହୁତ ପକ୍କା ଥାନ୍ତି, ତେଣୁ ପଇସାକୁ କେବଳ ସେଭିଂସ ବ୍ୟାଙ୍କରେ ନ ରଖି ମ୍ୟୁଚୁଆଲ ଫଣ୍ଡ ଷ୍ଟକ୍ ମାର୍କେଟ କିମ୍ବା କୌଣସି ସୁରକ୍ଷିତରେ ନିୟମିତ ନିବେଶ କରନ୍ତୁ। ପଇସା ହିଁ ପଇସାକୁ ଟାଣିବ। ଓଭରଥିଙ୍କିଂ ବନ୍ଦ କରି ଆକ୍ସନ୍ ନିଅନ୍ତୁ।
କନ୍ୟା ରାଶିର ଲୋକଙ୍କର ଏକମାତ୍ର ଦୁର୍ବଳତା ହେଉଛି ସେମାନେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ବହୁତ ବେଶି ଚିନ୍ତା କରନ୍ତି। ଓଭରଥିଙ୍କିଂ। ଚିନ୍ତା ଅପେକ୍ଷା କାମ ଉପରେ ଅଧିକ ଧ୍ୟାନ ଦେଲେ ସଫଳତା ଶୀଘ୍ର ମିଳିବ। 3. ଭାଗ୍ୟ ବଦଳାଇବା ପାଇଁ ଜ୍ୟୋତିଷୀୟ ପ୍ରତିକାର ଆଷ୍ଟ୍ରୋଲୋଜିକାଲ ରେମେଡିଜ୍। ଧନ ଆଗମନ ପାଇଁ ଏବଂ ବୁଧ ଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ କିଛି ସହଜ ପ୍ରତିକାର। ବୁଧବାର ଦିନ ଗୋସେବା କରନ୍ତୁ। ପ୍ରତି ବୁଧବାର ଦିନ ଗାଈକୁ ସବୁଜ ଘାସ କିମ୍ବା ପନିପରିବା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ବ୍ୟବସାୟ ଏବଂ ଚାକିରିରେ ଆସୁଥିବା ଆର୍ଥିକ ବାଧା ଦୂର ହୁଏ। ମା ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା। ପ୍ରତିଦିନ ସକାଳେ ଭଗବାନ ଗଣେଶଙ୍କୁ ଦୁର୍ବା ଚଢ଼ାନ୍ତୁ ଏବଂ ମା ଲକ୍ଷ୍ମୀଙ୍କ ଆଗରେ ଘିଅ ଦୀପଟିଏ ଜାଳି ପ୍ରାର୍ଥନା କରନ୍ତୁ। ସବୁଜ ରଙ୍ଗର ବ୍ୟବହାର। ନିଜ ପାଖରେ ସବୁବେଳେ ଏକ ସବୁଜ ରଙ୍ଗର ରୁମାଲ ରଖନ୍ତୁ କିମ୍ବା ଆପଣଙ୍କ ପର୍ସ ସବୁଜ ରଙ୍ଗର କରିପାରିବେ। ଏହା କନ୍ୟା ରାଶି ପାଇଁ ମନି ମ୍ୟାଗ୍ନେଟ୍ ଭଳି କାମ କରିଥାଏ। କନ୍ୟା ପୂଜନ। ଛୋଟ ଛୋଟ କନ୍ୟା ଝିଅମାନଙ୍କୁ କିଛି ମିଠା କିମ୍ବା ପାଠପଢ଼ା ସାମଗ୍ରୀ ଉପହାର ଦିଅନ୍ତୁ। ସେମାନଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ। ମୂଳମନ୍ତ୍ର। ଆପଣଙ୍କ ପାଖରେ କଠିନ ପରିଶ୍ରମ ଓ ସ୍ମାର୍ଟ ବୁଦ୍ଧି ଦୁଇଟି ଯାକ ଅଛି। ନିଜର କ୍ରିଏଟିଭିଟିକୁ ସଠିକ୍ ଦିଗରେ ଲଗାନ୍ତୁ। ଦେଖିବେ ଅଳ୍ପ ଦିନ ଭିତରେ ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ମଜବୁତ ହୋଇଯିବ। 25 ମଇ 2026 ସୋମବାର କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏବଂ ଆଜିର ଦିନର ବିଶେଷତ୍ୱ ଅନୁସାରେ କାହାର ପୂଜା କରିବା ସବୁଠାରୁ ଶ୍ରେଷ୍ଠ ହେବ ଆସନ୍ତୁ ଜାଣିବା। 1. ଦେବାଦିଦେବ ମହାଦେବ ଭଗବାନ ଶିବଙ୍କ ପୂଜା। ଆଜି ହେଉଛି ସୋମବାର, ଯାହାକି ମହାଦେବଙ୍କର ସବୁଠାରୁ ପ୍ରିୟ ଦିନ। କନ୍ୟା ରାଶିର ଜାତକଙ୍କ ପାଇଁ ଆଜି ଶିବ ଆରାଧନା କରିବା ଅତ୍ୟନ୍ତ ମଙ୍ଗଳମୟ ହେବ। କେମିତି ପୂଜା କରିବେ? ଶିବଲିଙ୍ଗରେ ସାମାନ୍ୟ କଳା ରାଶି ମିଶାଇ ଜଳାଭିଷେକ କରନ୍ତୁ କିମ୍ବା କଞ୍ଚା କ୍ଷୀର ଢାଳନ୍ତୁ। ଏହା ସହ ବେଲପତ୍ର ଚଢ଼ାନ୍ତୁ। ମନ୍ତ୍ର। ପୂଜା ସମୟରେ ଓଁ ନମଃ ଶିବାୟ ଓମ୍ ନମଃ ଶିବାୟ ମନ୍ତ୍ରକୁ 108 ଥର ଜପ କରନ୍ତୁ। ଲାଭ। ଏହାଦ୍ୱାରା ମାନସିକ ଶାନ୍ତି ମିଳିବ, ନେଗେଟିଭ୍ ଏନର୍ଜି ଦୂର ହେବ ଏବଂ କାର୍ଯ୍ୟକ୍ଷେତ୍ରରେ ଆସୁଥିବା ବାଧାବିଘ୍ନ କଟିଯିବ। 2. ଭଗବାନ ଶ୍ରୀ ଗଣେଶଙ୍କ ପୂଜା। କନ୍ୟା ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ବୁଧ ଏବଂ ବୁଧ ଗ୍ରହର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଗଣେଶ। ଯଦି ଆପଣ ଜୀବନରେ ଆର୍ଥିକ ଉନ୍ନତି, ବୁଦ୍ଧିର ବିକାଶ ଏବଂ କାର୍ଯ୍ୟରେ ସଫଳତା ଚାହୁଁଛନ୍ତି, ତେବେ ଗଣେଶଙ୍କ ପୂଜା ଜରୁରୀ। କେମିତି ପୂଜା କରିବେ? ଭଗବାନ ଗଣେଶଙ୍କ ଆଗରେ ଘିଅ ଦୀପଟିଏ ଜାଳି ତାଙ୍କୁ ଦୁର୍ବା ଘାସ, ଦୁବ ଗଛର ଅଗ ଏବଂ ଲଡୁ କିମ୍ବା ବୁନ୍ଦି ଭୋଗ ଲଗାନ୍ତୁ। ମନ୍ତ୍ର। ଓ ଗଂ ଗଣପତାୟ ନମଃ ଓಂ ଗାମ୍ ଗଣପତାୟ ନମଃ ମନ୍ତ୍ର ଜପ କରନ୍ତୁ। ଲାଭ। ଏହାଦ୍ୱାରା ବ୍ୟବସାୟ, ପାଠପଢ଼ା, କଣ୍ଟେଣ୍ଟ କ୍ରିଏସନ୍ କିମ୍ବା ନୂଆ କାମର ଯୋଜନାରେ ଅପୂର୍ବ ସଫଳତା ମିଳିଥାଏ। 3. ମା ଲକ୍ଷ୍ମୀଙ୍କ ଆରାଧନା। ଧନୀ ହେବା ପାଇଁ ଏବଂ ଘରକୁ ଆର୍ଥିକ ସମୃଦ୍ଧି ଆଣିବା ପାଇଁ ଶିବ ପାର୍ବତୀଙ୍କ ସହ ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ। ଆଜି ସକାଳେ କିମ୍ବା ସନ୍ଧ୍ୟାରେ କ'ଣ କରିବେ? 1. ସକାଳେ ଗାଧୋଇ ସାରି ପ୍ରଥମେ ଘର ମନ୍ଦିରରେ ଗଣେଶ ଓ ଶିବଙ୍କ ଆଗରେ ଦୀପ ଜାଳି ପ୍ରାର୍ଥନା କରନ୍ତୁ। 2. ସନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳେ ଏବଂ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ ଦୀପ ନିଶ୍ଚୟ ଜାଳନ୍ତୁ। ଗାଡ଼ି ଭେହିକଲ କିଣିବା ସମୟରେ ରାଶିର ସ୍ୱାମୀ ଗ୍ରହ ବୁଧ, ମେର୍କ୍ୟୁରୀ ଏବଂ ଭାଗ୍ୟର ଦେବତାଙ୍କ ସ୍ଥିତିକୁ ଦେଖିବାକୁ ପଡ଼ିଥାଏ। ଆପଣଙ୍କ ରାଶି ଅନୁସାରେ କେଉଁ ରଙ୍ଗ, ନମ୍ବର ଏବଂ ଦିନ ସବୁଠାରୁ ଶୁଭ ଓ ଭାଗ୍ୟଶାଳୀ ହେବ ତାହାର ସମ୍ପୂର୍ଣ୍ଣ ସୂଚନା ଏଠାରେ ଦିଆଗଲା। 1. ଶୁଭ ରଙ୍ଗ ଲକି କଲର୍ସ ଫର୍ ଭେହିକଲ। କନ୍ୟା ରାଶି ପାଇଁ କିଛି ନିର୍ଦ୍ଦିଷ୍ଟ ରଙ୍ଗ ବହୁତ ପଜିଟିଭ୍ ଏନର୍ଜି ଆଣିଥାଏ। ଆପଣ ଗାଡ଼ି, ବାଇକ୍, ସ୍କୁଟି କିମ୍ବା କାର୍ କିଣିବା ସମୟରେ ଏହି ରଙ୍ଗଗୁଡ଼ିକୁ ପ୍ରାଧାନ୍ୟ ଦେଇପାରିବେ। ସବୁଜ ଗ୍ରୀନ୍। ଏହା କନ୍ୟା ରାଶିର ସବୁଠାରୁ ଶୁଭ ରଙ୍ଗ। ଏହି ରଙ୍ଗର ଗାଡ଼ି ଆପଣଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ। ଧଳା କିମ୍ବା ଭର ହ୍ୱାଇଟ୍ ଅର୍ ସିଲଭର। ଏହି ରଙ୍ଗ ଶାନ୍ତି ଓ ସମୃଦ୍ଧିର ପ୍ରତୀକ। କନ୍ୟା ରାଶି ପାଇଁ ଧଳା କିମ୍ବା ଭର ରଙ୍ଗର ଗାଡ଼ି ବହୁତ ଶୁଭ ଫଳ ଦେଇଥାଏ। ନୀଳ କିମ୍ବା କଳା ବ୍ଲୁ ଅର୍ ବ୍ଲାକ୍। ଏହି ରଙ୍ଗଗୁଡ଼ିକ ମଧ୍ୟ ଆପଣଙ୍କ ପାଇଁ ଅନୁକୂଳ ଅଟେ। କେଉଁ ରଙ୍ଗରୁ ଦୂରେଇ ରହିବେ? ସମ୍ଭବ ହେଲେ ନାଲି, ରେଡ୍ କିମ୍ବା ଗାଢ଼ କେଶରୀ ରଙ୍ଗର ଗାଡ଼ି କିଣନ୍ତୁ ନାହିଁ, କାରଣ ଏହା କନ୍ୟା ରାଶି ସହ ସେତେଟା ସୂତ୍ରମେଳ ଖାଏ ନାହିଁ। 2. ଶୁଭ ନମ୍ବର ଲକି ନମ୍ବର। ଗାଡ଼ିର ନମ୍ବରରେ ଥିବା ସଂଖ୍ୟାଗୁଡ଼ିକର ମୋଟ ଯୋଗଫଳ ଟୋଟାଲ ସମ୍ ଯଦି ଆପଣଙ୍କ ଶୁଭ ଅଙ୍କ ସହ ମେଳ ଖାଏ, ତେବେ ତାହା ଗାଡ଼ି ଚଳାଇବା ସମୟରେ ସୁରକ୍ଷା ଓ ସଫଳତା ଦେଇଥାଏ। ଆପଣଙ୍କ ପାଇଁ ଶୁଭ ଅଙ୍କ ହେଉଛି 5। ଗାଡ଼ି ନମ୍ବର ବାଛିବା ସମୟରେ ଚେଷ୍ଟା କରନ୍ତୁ ଯେମିତି ସେହି ନମ୍ବରଗୁଡ଼ିକୁ ମିଶାଇଲେ ଯୋଗଫଳ 5 କିମ୍ବା 1, 4, 6, 7 ଆସୁଥିବ। ଉଦାହରଣ ସ୍ୱରୂପ, ଯଦି ଗାଡ଼ି ନମ୍ବରର ଶେଷ 4ଟି ଅଙ୍କ 23 ସହ ହୁଏ, ତେବେ 23005 ହେବ, ଯାହା ଆପଣଙ୍କ ପାଇଁ ସ୍ପେଶାଲ। 3. ଗାଡ଼ି କିଣିବାର ଶୁଭ ଦିନ ବେଷ୍ଟ ଡେଜ୍ ଟୁ ବାଏ। ବୁଧବାର ୱେନ୍ସଡେ। ଏହା କନ୍ୟା ରାଶିର ନିଜ ଦିନ। ଏହି ଦିନ ଗାଡ଼ି କିଣିବା କିମ୍ବା ଘରକୁ ଆଣିବା ସବୁଠାରୁ ଉତ୍ତମ। ଶୁକ୍ରବାର ଫ୍ରାଇଡେ।
ଏହି ଦିନ ମଧ୍ୟ ଗାଡ଼ି କିଣିବା ପାଇଁ ବହୁତ ଶୁଭ ମାନାଯାଏ। 4. ଗାଡ଼ି କିଣିବା ପରେ କ'ଣ କରିବେ? ଇମ୍ପୋର୍ଟାଣ୍ଟ ରିଚୁଆଲ୍। ଗାଡ଼ି ସୋରୁ ବାହାର କରିବା ପରେ ସିଧାସଳଖ କୌଣସି ଗଣେଶ ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ନେଇଯାଆନ୍ତୁ। ସେଠାରେ ବାହନ ପୂଜା କରାନ୍ତୁ। ଗାଡ଼ିରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ସ୍ୱାସ୍ତିକା ବନାନ୍ତୁ। ଚକ ତଳେ ଲେମ୍ବୁ ରଖି ଗାଡ଼ି ଆଗକୁ ବଢ଼ାନ୍ତୁ। ଗାଡ଼ି ଭିତରେ ଭଗବାନ ଗଣେଶଙ୍କର ଏକ ଛୋଟ ସୁନ୍ଦର ମୂର୍ତ୍ତି କିମ୍ବା ଫଟୋ ନିଶ୍ଚୟ ଲଗାନ୍ତୁ, ଯାହା ଆପଣଙ୍କ ଯାତ୍ରାକୁ ସଦାସର୍ବଦା ମଙ୍ଗଳମୟ ରଖିବ।